ଅପେରା ସୂର୍ଯ୍ୟବଂଶୀ ନୂଆ କରି ମୁଣ୍ଡ ଟେକିଛି, ନୂଆ କରି ଜନ୍ମ ନେଇଛି, ନୂଆ କରି ଠିଆ ହେଇଛି କହିଲେ ଅତୃପ୍ତି ହେବ ନାହିଁ। ଗୋଟିଏ କଥା କହିବି, ଆମର ଅପେରା ସୂର୍ଯ୍ୟବଂଶୀକି ନେଇକି ଯେତିକି ଉତ୍ସାହିତ ଦର୍ଶକମାନେ ଅଛନ୍ତି, ଆମେ ବି ସେତିକି ଉତ୍ସାହିତ ଅଛୁ ଦର୍ଶକମାନଙ୍କୁ ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବା ପାଇଁ। ଆଉ ଆମେ ପ୍ରତିଶ୍ରୁତିବଦ୍ଧ କେବଳ ବେଲୁଡ଼ି ରେକର୍ଡ଼ ଡ୍ୟାନ୍ସରେ ନୁହଁ, ନାଟକରେ ବି ଆମେ କୌଣସି ମାନେ ଗୋଟିଏ 19-20 ବି ଫରକ ରଖିବୁନି। ଚେଷ୍ଟା କରିବୁ ସବୁ ପାରାମିଟରକୁ ଆମେ କ୍ରସ୍ କରି କିମ୍ବା ସବୁ ପାରାମିଟରକୁ ଆମେ ଛୁଇଁକି ଦର୍ଶକମାନଙ୍କୁ କେମିତି 100% ଏଣ୍ଟରଟେନମେଣ୍ଟ ବା ମନୋରଞ୍ଜନ ଯୋଗାଇ ଦେବୁ। ଦକ୍ଷ କଳାକାର ମାନେ ଅଛନ୍ତି, ଯେତେବେଳେ ଅପେରା ସୂର୍ଯ୍ୟବଂଶୀ କମ୍ପିଟିସନ୍ ପାଇଁ ପୁରା ପ୍ରିପେୟାର ହେଇକି ବାହାରୁଛି 2024। ସାର୍ କମ୍ପିଟିସନ୍ ମୋଡ଼ ତ ମୁଁ କହିବିନି, ମୁଁ କହିବି ଗୋଟେ ଦକ୍ଷ ଟିମ୍ ଏଇଥିପାଇଁ କାରଣ ବିନ୍ଦୁ ବିନ୍ଦୁରୁ ଯେମିତି ସିନ୍ଧୁ ହୁଏ, ସେମିତି ଆମେ ଏମିତିଆ କଳାକାର ଚୁଜ୍ କରୁଛୁ। ଗୋଟେ କଥା ଆପଣ ଭଲସେ ଭାବନ୍ତୁ, ଆମେ କେଉଁ ପାର୍ଟିରୁ, ଯେମିତି ବର୍ତ୍ତମାନ ଏବେ କଣ୍ଟ୍ରୋଭର୍ସି ଚାଲିଛି, ଆମେ କେଉଁ ପାର୍ଟିରୁ କାହା କଳାକାରକୁ ଛଡ଼େଇ ଆଣିକି ଆମେ ପାର୍ଟି କରୁନୁ, କିମ୍ବା କେଉଁ ପାର୍ଟିରେ କିଏ ଅଧା ଯାଏଁ କାମ କରୁଥିବ ସେମିତି କେଉଁ କଳାକାରକୁ ଆମେ ଚୁକ୍ତି କରିକି ନେଇ ଆସିନୁ, କିମ୍ବା କିଏ ବର୍ଷେ ଏଗ୍ରିମେଣ୍ଟ କେଉଁଠି କରିଥିବେ ଆମେ ନେଇ ଆସିବୁ, ଏମିତି କୌଣସି ଇଏରେ କରୁନୁ। ଆମେ ଦେଖିଲୁ ଯେଉଁ କଳାକାର ଆଭେଲେବୁଲ୍ ମାର୍କେଟରେ ଅଛନ୍ତି, ଯାହାକୁ ନେଇ ଗୋଟେ ଭଲ ଦକ୍ଷ ଟିମ୍ କରିହେବ, ଆମେ କାହାକୁ କ୍ଷତି ନ ପହଞ୍ଚେଇକି ଗୋଟେ କୁହନ୍ତିନି ଗୋଟେ ଭଲ ବାତାବରଣ କ୍ରିଏଟ୍ କରିକି ଆମେ ଆମ ଟିମ୍ଟାକୁ କ୍ରିଏଟ୍ କରୁଛୁ, ଆମ ଟିମ୍ଟାକୁ ଗଢ଼ିଛୁ। କିନ୍ତୁ ବହୁତ ଲୋକ ବହୁତ କଥା କହିଛନ୍ତି, ଆଜ୍ଞା ନୂଆ ପାର୍ଟି ହେଉଛି ବୋଲି ବହୁତ ପଛରେ ଯେଉଁ କୁହନ୍ତିନି, ମୁଁ ଫିଲ୍ କରୁଛି ପ୍ରଥମ ଗୋଟେ ନୂଆ ମାଲିକ ହିସାବରେ, ଆମେ ଯେତେବେଳେ ଗୋଟେ ଟିମ୍ କ୍ରିଏଟ୍ କରିବାକୁ ଚାହୁଁଛୁ, ବହୁତ ଲୋକ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, ଏଇଟା ଆମେ ରିଏଲାଇଜ୍ କରୁଛୁ। କିନ୍ତୁ ମୁଁ ଗୋଟିଏ କଥା କହିବି, ଅପେରା ସୂର୍ଯ୍ୟବଂଶୀ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ନାଁରେ ଏଇଟା ଏବେ ପାର୍ଟି ହେଇଛି। ମୁଁ କହୁଛି, ମୁଁ ନୁହଁ, ନେକ୍ସଟ ଯେତେ ଦିନ ପର୍ଯ୍ୟନ୍ତ ଆମ ପାଖରେ ସେତିକି ବଳ ଥିବ କିମ୍ବା ଆମେ ସବଳ ଥିବୁ, ଆମ ପାର୍ଟିକି ଏମିତି ଚଲେଇବୁ। କେହି ଆସିଲେ ବି ସୂର୍ଯ୍ୟବଂଶୀର କିମ୍ବା ସୂର୍ଯ୍ୟବଂଶୀ ପରିବାରର କିଛି କ୍ଷତି କରିପାରିବେ ନାହିଁ, କାରଣ ଆମେ ସବୁବେଳେ ପରିପୂରକ ଭାବରେ ଆମେ ସବୁବେଳେ ପଜିଟିଭ୍ ମାଇଣ୍ଡ ସେଟ୍ ନେଇକି କାମ କରୁଛୁ। ଆଉ ଆମର ଇଚ୍ଛା ଓଡ଼ିଶାର ଯାତ୍ରା କଳା ଆଗକୁ ଯାଉ, ଓଡ଼ିଶାର ଲୋକକଳା ଆଗକୁ ଯାଉ, ଓଡ଼ିଶାର ସଂସ୍କୃତି, ଐତିହ୍ୟ, ଇତିହାସ ପୁଣି ଥରେ ଆମ ଓଡ଼ିଶାବାସୀ ଦେଖନ୍ତୁ। ଆଉ ଯାତ୍ରାକୁ ଲୋକମାନେ ଯେମିତି ପୁଣି ଫେରିଲେଣି, ଆମର ଆଶା ଆଉ ବିଶ୍ୱାସ ସୂର୍ଯ୍ୟବଂଶୀ ତା ଦେହରେ ଆଉ ଟିକେ ପ୍ଲସ୍ ପଏଣ୍ଟ ଆଡ଼୍ କରିବ, ଆଉ ନିହାତି ଭାବରେ ବହୁତ ଦର୍ଶକ ପୁଲ୍ କରିବ। ନିଶ୍ଚିନ୍ତ ତାଠୁ ଅଧିକ ଦେବା ପାଇଁ ଆମର ପ୍ରୟାସ ରହିବ, ନିଜର ଚେଷ୍ଟା ରହିବ। ବାକି ଆପଣମାନଙ୍କର ଆଶୀର୍ବାଦ, ଆପଣମାନେ ଚାହିଁଲେ କଳାକାରଟା ଆପଣଙ୍କ ହୃଦୟକୁ ଛୁଇଁ ପାରିବ, କିନ୍ତୁ ତା ଭିତରେ କଳାକାର ପରିଶ୍ରମଟା ଆଗେ ନା, ପରିଶ୍ରମ ଜାନ୍ ଯାଏ ଲେକିନ୍ ଜୁଆନ୍ ନା ଯାଏ, ସେଇଭଳିଆ ବି ହିଁ ପରିଶ୍ରମ ହେବ। ସେଇଟା ହେଉଛି ମହାପ୍ରଭୁଙ୍କ ଆଶୀର୍ବାଦ। ଆଉ ଆମେ ତାଙ୍କରି ପାଦରେ ସବୁବେଳେ ଆମେ ମୁଣ୍ଡିଆ ମାରି ତାଙ୍କୁ ଆମ ଜୀବନଟାକୁ ସମର୍ପି ଦେଇ ନିଶ୍ଚୟ ଆଗକୁ ବଢ଼ିଛୁ। ଆଉ ଆଶା କରୁଛୁ ଯେ ଆନନ୍ଦ ଆମେ ସାଉଁଟିବୁ ଦର୍ଶକମାନଙ୍କ ପାଖରୁ। ସାର୍ଙ୍କର ନାଟକ ଆଜି ପୂଜା ହେଇକି ଆମର ସିନ୍ ଗୋଟେ ଗଢ଼ିଛି, ଭାଉଜ ଭାଇରାଲ ନାଟକ। ଦେଖାଯାଉ, ଭଲ। ମୁଁ ତ ସାର୍ଙ୍କ ନାଟକରେ କେବେ କାମ କରିନି, ଏଇ କଥା ବି ମୁଁ ଶୁଣିନି। ମୁଁ ତ ଡରେନି। ଦର୍ଶକମାନଙ୍କ ଆଶୀର୍ବାଦ ଅଛି, ଦର୍ଶକମାନେ ବି ମୋତେ ରିସିଭ୍ କରନ୍ତି ଯେତିକି ଅଳ୍ପ ବହୁତ। ଆଉ ଆଶା ଅଛି ସୂର୍ଯ୍ୟବଂଶୀରେ କିଛି ୟୁନିକ୍ ହେବ। ନିଶ୍ଚିନ୍ତ ଦର୍ଶକମାନଙ୍କୁ ଆମେ ଅଟକେଇବୁ ପେଣ୍ଡାଲରେ। ଦେଖାଯାଉ, ତେଣିକି ଭଗବାନଙ୍କ ଆଶୀର୍ବାଦ।